ନମସ୍କାର ବନ୍ଧୁଗଣ। ଜୀବନରେ ଯଦି ସଫଳ ହେବାକୁ ଚାହୁଁଛନ୍ତି, ଜୀବନରେ ଯଦି ଆଗକୁ ବଢ଼ିବାକୁ ଚାହୁଁଛନ୍ତି, ତ ଏହି ଭଗବାନ ଶ୍ରୀକୃଷ୍ଣଙ୍କ କାହାଣୀକୁ ସରିବା ପର୍ଯ୍ୟନ୍ତ ଧ୍ୟାନରେ ଶୁଣି ନିଅନ୍ତୁ। ତାପରେ ଦେଖିବେ ଆପଣଙ୍କ ଜୀବନ କେମିତି ରୂପାନ୍ତରିତ ହୋଇଯାଉଛି। ଗୋଟିଏ ଦିନ ଶ୍ରୀକୃଷ୍ଣ ଆଉ ଅର୍ଜୁନ ଭ୍ରମଣରେ ବାହାରିଲେ। ତ ମାର୍ଗରେ ସେ ଗୋଟିଏ ନିର୍ଦ୍ଧନ ବ୍ରାହ୍ମଣକୁ ଭିକ୍ଷା ମାଗିବାର ଦେଖିଲେ। ଅର୍ଜୁନକୁ ତାଙ୍କ ଉପରେ ଦୟା ଆସିଗଲା, ଆଉ ସେ ସେହି ବ୍ରାହ୍ମଣକୁ ସ୍ୱର୍ଣ୍ଣ ମୁଦ୍ରାରେ ଭରି ହୋଇଥିବା ଗୋଟିଏ ବ୍ୟାଗ ଦେଇଦେଲେ, ଯାହାକୁ ପାଇକି ବ୍ରାହ୍ମଣ ପ୍ରସନ୍ନତାପୂର୍ବକ ନିଜର ସୁଖଦ ଭବିଷ୍ୟତର ସୁନ୍ଦର ସ୍ୱପ୍ନକୁ ଦେଖି ଘରକୁ ଯାଉଥିଲା। କିନ୍ତୁ ତାର ଦୁର୍ଭାଗ୍ୟ ତା ସାଥିରେ ଚାଲୁଥିଲା। ଯିବା ବାଟରେ ଗୋଟିଏ ଚୋର ତାଠୁ ତା ବ୍ୟାଗକୁ ଛଡ଼େଇ ଚାଲିଗଲା। ବ୍ରାହ୍ମଣଟି ଦୁଃଖରେ ପୁଣି ଭିକ୍ଷାବୃତ୍ତିରେ ଲାଗିଲା। ପରଦିନ ପୁଣି ଅର୍ଜୁନଙ୍କ ଦୃଷ୍ଟି ଯେତେବେଳେ ସେହି ବ୍ରାହ୍ମଣ ଉପରେ ପଡ଼ିଲା, ତ ସେ ତାଙ୍କୁ ଯାଇକି ତାଙ୍କ କାରଣ ପଚାରିଲେ। ବ୍ରାହ୍ମଣ ଜଣକ ସବୁ ବିବରଣୀ ଅର୍ଜୁନଙ୍କୁ କହିଦେଲେ। ବ୍ରାହ୍ମଣର ବ୍ୟଥା ଶୁଣିକି ଅର୍ଜୁନ ପୁଣି ତା ଉପରେ ଦୟା ଆସିଗଲା। ଅର୍ଜୁନ ବିଚାର କଲେ, ଆଉ ଏଥର ସେ ବ୍ରାହ୍ମଣକୁ ଗୋଟିଏ ମୂଲ୍ୟବାନ ମାଣିକଟିଏ ଦେଲେ। ବ୍ରାହ୍ମଣ ତାକୁ ନେଇକି ଘରକୁ ପହଞ୍ଚିଲା। ତା ଘରେ ଗୋଟିଏ ପୁରୁଣା ମାଠିଆ ଥିଲା। ତାକୁ ବହୁତ ଦିନ ହେବ କେହି ପ୍ରୟୋଗ କରୁନଥିଲେ। ବ୍ରାହ୍ମଣ ଚୋରି ହେବା ଭୟରେ ମାଣିକକୁ ସେହି ମାଠିଆରେ ଲୁଚେଇ ଦେଲା। କିନ୍ତୁ ତାର ଦୁର୍ଭାଗ୍ୟ ଦିନସାରା ଥକାମନ୍ଦା ହୋଇଥିବାରୁ ତାକୁ ନିଦ ଆସିଗଲା। ସେହି ମଧ୍ୟରେ ବ୍ରାହ୍ମଣର ସ୍ତ୍ରୀ ନଦୀକୁ ପାଣି ପାଇଁ ଚାଲିଗଲା। କିନ୍ତୁ ମାର୍ଗରେ ତାର ମାଠିଆଟି ଭାଙ୍ଗିଗଲା। ତ ସେ ଭାବିଲା, ଘରେ ଯେଉଁ ପୁରୁଣା ମାଠିଆ ପଡ଼ି ରହିଛି ତାକୁ ନେଇ ଆସିବି। ବିଚାର କରିକି ସେ ଘରକୁ ଫେରି ଆସିଲା। ଆଉ ସେ ସେହି ପୁରୁଣା ମାଠିଆକୁ ନେଇକି ଚାଲିଗଲା। ଆଉ ସେ ଯେମିତି ହିଁ ସେହି ମାଠିଆକୁ ନଦୀରେ ବୁଡ଼େଇଲା, ସେହି ମାଣିକ ବି ଜଳର ଧାରାରେ ବହିଗଲା। ବ୍ରାହ୍ମଣକୁ ଯେବେ ଏକଥା ଜଣାପଡ଼ିଲା, ସେ ନିଜ ଭାଗ୍ୟକୁ ଦୋଷ ଦେଇକି ପୁଣି ଭିକ୍ଷାବୃତ୍ତିରେ ଲାଗିଗଲା। ଅର୍ଜୁନ ଆଉ ଶ୍ରୀକୃଷ୍ଣ ଯେତେବେଳେ ପୁଣି ତାକୁ ଦରିଦ୍ର ଅବସ୍ଥାରେ ଦେଖିଲେ, ତ ଯାଇକି କାରଣ ପଚାରିଲେ। ସବୁ କଥା ଶୁଣିକି ଅର୍ଜୁନ ନିରାଶ ହେଲେ, ଆଉ ମନେ ମନେ ଚିନ୍ତା କଲେ, ଏହି ଅଭାଗା ବ୍ରାହ୍ମଣର ଜୀବନରେ କେବେ ସୁଖ ଆସିପାରିବନି। କିନ୍ତୁ ଏଇଠୁ ପ୍ରଭୁଙ୍କ ଲୀଳା ଆରମ୍ଭ ହେଲା। ସେ ସେହି ବ୍ରାହ୍ମଣକୁ 2 ପଇସା ଦାନରେ ଦେଲେ। ତେବେ ଅର୍ଜୁନ ତାଙ୍କୁ ପଚାରିଲେ, ପ୍ରଭୁ, ମୋର ଦେଇଥିବା ମୁଦ୍ରା ଏବଂ ମାଣିକ ବି ଏହି ଅଭାଗାର ଦରିଦ୍ରତା ଦୂର କରିପାରିଲାନି। ଆଉ ଏହି 2 ପଇସାରେ ତାର କ'ଣ ହେବ? ଏହା ଶୁଣିକି ପ୍ରଭୁ ହସିଦେଲେ, ଆଉ ଅର୍ଜୁନଙ୍କୁ ସେହି ବ୍ରାହ୍ମଣର ପଛରେ ଯିବାକୁ କହିଲେ। ରାସ୍ତାରେ ବ୍ରାହ୍ମଣ ଭାବି ଭାବି ଯାଉଥିଲା, 2 ପଇସାରେ ତ ଗୋଟିଏ ବ୍ୟକ୍ତି ପାଇଁ ବି ଖାଇବା ହେବ ନାହିଁ। ପ୍ରଭୁ ତାକୁ ଏହି ଦାନ କ'ଣ ପାଇଁ ଦେଲେ? ପ୍ରଭୁଙ୍କର ଏହା କି ଲୀଳା? ଏମିତି ଭାବିକି ଚାଲି ଯାଉଥାଏ। ତାର ଦୃଷ୍ଟି ଗୋଟିଏ ମାଛ ଧରା ଉପରେ ପଡ଼ିଲା। ସେ ଦେଖିଲା କି ମାଛ ଧରାର ଜାଲରେ ଗୋଟିଏ ମାଛ ଫସି ରହିଛି, ଆଉ ସେ ବାହାରିବା ପାଇଁ ଛଟପଟ ହେଉଛି। ବ୍ରାହ୍ମଣକୁ ସେହି ମାଛ ଉପରେ ଦୟା ଆସିଗଲା। ସେ ଭାବିଲା, ଏହି 2 ପଇସାରେ ପେଟର ଭୋକ ତ ଶାନ୍ତ ହେବନି, କାହିଁକି ନା ଏହି ମାଛର ଜୀବନ ହିଁ ବଞ୍ଚେଇ ଦେବି। ଏହା ଭାବିକି ସେ 2 ପଇସାରେ ମାଛକୁ କିଣିଦେଲା, ଆଉ ମାଛକୁ ତା କମଣ୍ଡଳରେ ରଖିଲା, ଆଉ କମଣ୍ଡଳରେ ଜଳ ଭରିଦେଲା, ଆଉ ମାଛକୁ ନଦୀରେ ଛାଡ଼ିବା ପାଇଁ ଚାଲିଲା। ତେବେ ସେ ଦେଖିଲା କି ମାଛର ମୁହଁରୁ କିଛି ବାହାରିଲା। ସେହି ନିର୍ଦ୍ଧନ ବ୍ରାହ୍ମଣ ଦେଖିଲା କି ସେ ସେହି ମାଣିକ ଥିଲା, ଯାହାକୁ ସେ ମାଠିଆ ଭିତରେ ଲୁଚେଇକି ରଖିଥିଲା। ବ୍ରାହ୍ମଣ ଉତ୍ସାହର ସହିତ ଚିଲେଇବାକୁ ଲାଗିଲା କି ମିଳିଗଲା, ମିଳିଗଲା। ସେତେବେଳେ ଭାଗ୍ୟବଶତଃ ସେହି ଚୋର ସେହି ବାଟ ଦେଇ ଯାଉଥିଲା, ଯିଏକି ସେହି ବ୍ରାହ୍ମଣର ସ୍ୱର୍ଣ୍ଣ ମୁଦ୍ରା ସବୁକୁ ଚୋରେଇ ନେଇଥିଲା। ସେ ବ୍ରାହ୍ମଣକୁ ଚିଲେଇବାର ଶୁଣିବାକୁ ପାଇଲା କି ମିଳିଗଲା, ମିଳିଗଲା। ଚୋର ଭୟଭୀତ ହୋଇଗଲା। ସେ ଭାବିଲା କି ବ୍ରାହ୍ମଣ ତାକୁ ଚିହ୍ନି ପାରିଲା, ଆଉ ସେ ସେଥିପାଇଁ ଚିଲଉଛି। ଏବେ ସେ ଯାଇକି ରାଜଦରବାରରେ ମୋ ନାଁରେ ଅଭିଯୋଗ କରିଦେବ। ଚୋର ଡରିକି ସେହି ବ୍ରାହ୍ମଣକୁ କାନ୍ଦି କାନ୍ଦି କ୍ଷମା ମାଗିଲା, ଆଉ ତାଠୁ ଚୋରେଇଥିବା ସବୁ ମୁଦ୍ରାକୁ ଲେଉଟେଇ ଦେଲା। ଏହା ଦେଖିକି ଅର୍ଜୁନ ପ୍ରଭୁଙ୍କ ଆଗରେ ନତମସ୍ତକ ନ ହୋଇ ରହିପାରିଲେନି। ଅର୍ଜୁନ କହିଲେ, ପ୍ରଭୁ, ଏହା କେମିତିକା ଲୀଳା? ଯେଉଁ କାର୍ଯ୍ୟ ବ୍ୟାଗ ଭରା ସ୍ୱର୍ଣ୍ଣ ମୁଦ୍ରା
ଏବଂ ମୂଲ୍ୟବାନ ମାଣିକ କରିପାରିଲାନି, ସେହି କାର୍ଯ୍ୟ ଆପଣଙ୍କର 2 ପଇସା କରିକି ଦେଖେଇଦେଲା। ଶ୍ରୀକୃଷ୍ଣ କହିଲେ, ଅର୍ଜୁନ, ଏହା ନିଜର ବିଚାରର ଅନ୍ତର। ଯେତେବେଳେ ତମେ ସେହି ନିର୍ଦ୍ଧନକୁ ବ୍ୟାଗ୍ ଭରା ସ୍ୱର୍ଣ୍ଣମୁଦ୍ରା ଏବଂ ମୂଲ୍ୟବାନ ମାଣିକ ଦେଲ, ସେତେବେଳେ ସେ ମାତ୍ର ନିଜ ସୁଖ ବିଷୟରେ ହିଁ ଭାବିଲା। କିନ୍ତୁ ଯେତେବେଳେ ମୁଁ ତାକୁ 2 ପଇସା ଦେଲି, ତେବେ ସେ ଆଉ ଜଣଙ୍କ ଦୁଃଖର ବିଷୟରେ ଭାବିଲା। ତ ଅର୍ଜୁନ, ସତ୍ୟ ତ ଏହା ଯେ ଯେବେ ତମେ ଆଉ ଜଣଙ୍କ ଦୁଃଖ ବିଷୟରେ ଚିନ୍ତା କରୁଛ ଆଉ ତା ଭଲ ପାଇଁ ତାକୁ ଯେତିକି ହେବ ସାହାଯ୍ୟ କରୁଛ, ତେବେ ତମେ ଈଶ୍ୱରଙ୍କ କାର୍ଯ୍ୟ ହିଁ କରୁଅଛ, ଆଉ ସେତେବେଳେ ଈଶ୍ୱର ତମ ସାଥିରେ ହିଁ ରହୁଛନ୍ତି। ତ ସାଙ୍ଗମାନେ, ଯଦି ଆମେ ଅନ୍ୟ ଜଣଙ୍କ ଦୁଃଖ ବିଷୟରେ ଚିନ୍ତା କରିବା, ତ ଆମ ଅଜାଣତରେ ଈଶ୍ୱର ଆମ ବିଷୟରେ ଚିନ୍ତା କରିବେ। ଆଉ ଯଦି ଆମେ ଆଉ ଜଣଙ୍କ ଦୁଃଖ ସମୟରେ ତା ପାଖରେ ଛିଡ଼ା ହେବା, ତାକୁ ସାହାଯ୍ୟ କରିବା, ତ ଭଗବାନ ଆମ ଦୁଃଖ ସମୟରେ, ଆମ ବିପଦ ସମୟରେ କେତେବେଳେ ଯେ ଆମକୁ ଉଦ୍ଧାର କରିଦେବେ, ଆମେ ନିଜେ ବି ଜାଣିପାରିବାନି। ତ ସାଙ୍ଗମାନେ, ଯଦି ଆମେ ଅନ୍ୟ ଜଣଙ୍କର ମଙ୍ଗଳ ବିଷୟରେ ଭାବିବା, ତ ଭଗବାନ ଆମର ମଙ୍ଗଳ କରିବେ। ଆମର ଏହି ଭରି ରହିଥିବା ଅନ୍ଧକାର ଜୀବନରେ ଭଗବାନ କେତେବେଳେ ଯେ ଆଲୁଅର ଦୀପ ଜଳେଇ ଦେବେ, ସେସବୁ ଆମ କର୍ମ ଆଉ ଆମ ଚିନ୍ତାଧାରା ଉପରେ ନିର୍ଭର କରେ। ନିଃସ୍ୱାର୍ଥ ଭାବରେ ଅନ୍ୟର ଭଲ କଲେ ନିଜ ସହିତ ବି ସବୁ ଭଲ ହେବ। ତ ସାଙ୍ଗମାନେ, ଏହି ମନ ଛୁଇଁ ଦେଉଥିବା ଭଗବାନ ଶ୍ରୀକୃଷ୍ଣ ଆଉ ଅର୍ଜୁନଙ୍କ କାହାଣୀକୁ ଅଧିକରୁ ଅଧିକ ନିଜ ସାଙ୍ଗସାଥି, ପରିବାରବର୍ଗ, ଫେସବୁକ୍ ୱାଲ୍, ହ୍ୱାଟ୍ସଆପ୍ ଗ୍ରୁପରେ ସେୟାର କରନ୍ତୁ, ଯେମିତିକି ତାଙ୍କ ମନ ଭିତରେ ଭଲ ସ୍ୱଭାବ ଆସିବ ଏବଂ ଆଉ ଜଣଙ୍କର ସେବା କରିବା ପାଇଁ ସେ ପ୍ରେରିତ ହେବେ।